ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 7/11/2025 ସିବିଟି ମୋଡରେ ହୋଇଥିବା ଆର୍ଆଇ, ଏଆର୍ଆଇ, ଅମିନ୍, ଆଇସିଡିଏସ୍, ଏସ୍ଏଫଏସ୍ର ଅଲ୍ ସିଫ୍ଟର କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିବା। ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ର ଅନ୍ କରିଦେବେ। କାହିଁକି ନା ମୁଁ ପ୍ରତ୍ୟେକ ଦିନ ଏଇ ଟାଇପ୍ର ସିଫ୍ଟ ୱାଇଜ୍ କ୍ୱେଶ୍ଚନ୍ ଆନ୍ସରକୁ ଆନାଲିସିସ୍ କରିଥାଏ। ତା ସହିତ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ସିଧାସଳଖ ପ୍ରୋଭାଇଡ଼ କରାଯାଇଥାଏ। କିଛି ଅସୁବିଧା ହେବ ନାହିଁ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିଗଲା ପିଲାମାନେ? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଆସନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 କ୍ୱେଶ୍ଚନ୍ କ'ଣ କହୁଛି ନା, ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ସତ୍ୟବାଦୀ ବନ ବିଦ୍ୟାଳୟ ଇନ୍ ଓଡ଼ିଶା? ତା ମାନେ ଆମ ଓଡ଼ିଶାରେ ରହିଥିବା ସତ୍ୟବାଦୀ ବନ ବିଦ୍ୟାଳୟଟିଏ କିଏ ସ୍ଥାପନା କରିଥିଲେ? ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ଗୋପବନ୍ଧୁ ଦାସ। ପିଲାମାନେ ମନେ ରଖିବେ, ଏହି ପ୍ରଶ୍ନଟିଏ ମୁଁ ପୂର୍ବ ସିଫ୍ଟର ଆନାଲିସିସ୍ର ଏକ୍ସଟ୍ରା ଫ୍ୟାକ୍ଟରୁ ପଢ଼ିଛି। ବୁଝିଗଲା? ତେଣୁକରି ଯେଉଁମାନେ ପୂର୍ବ ସିଫ୍ଟର ଆନାଲିସିସ୍କୁ ଦେଖିଥିବେ ଏହି ପ୍ରଶ୍ନଟିଏ ନିଶ୍ଚୟ ପାଇଥିବେ। ଏହି ପ୍ରଶ୍ନଟିକୁ ସଠିକ୍ ଭାବରେ କରିଥିବେ ଆଉ ଆନ୍ସରରୁ ମାର୍କ ମଧ୍ୟ ପାଇଥିବେ। ବୁଝିପାରିଲେ ପିଲାମାନେ? ତେଣୁକରି ଆନାଲିସିସ୍ ଭିଡ଼ିଓ ବହୁତ ଇମ୍ପୋର୍ଟାଣ୍ଟ। ଏକ୍ସଟ୍ରା ଫ୍ୟାକ୍ଟ ଦେଖିବା ଚାଲନ୍ତୁ। କ'ଣ କହୁଛି ନା, ଏଇ ଯେଉଁ ସତ୍ୟବାଦୀ ବନ ବିଦ୍ୟାଳୟ ରହିଛି, ଏହି ସତ୍ୟବାଦୀ ବନ ବିଦ୍ୟାଳୟକୁ ଆଉ କ'ଣ କୁହନ୍ତି ବୋଲିକି ମଧ୍ୟ ଆପଣମାନଙ୍କୁ ପଚାରିପାରେ। ତାହେଲେ ଏହାର ସଠିକ୍ ଉତ୍ତର ହେଇଯିବ ବକୁଳ ବନ। ମନେ ରଖିଥାନ୍ତୁ, ଆର୍ଆଇର ଆପଣମାନଙ୍କର ମେନ୍ କିମ୍ବା ଏସ୍ଆଇ କିମ୍ବା ଓଡ଼ିଶା ପୋଲିସ କିମ୍ବା ସିଜିଏଲ୍, ସିଏଚ୍ଏସ୍ଏଲ୍ ଯେକୌଣସି ପରୀକ୍ଷାରେ ଏଇ ଟାଇପ୍ର ପ୍ରଶ୍ନ ନିଶ୍ଚୟ ଆସିବ। ତେଣୁକରି ଏକ୍ସଟ୍ରା ଫ୍ୟାକ୍ଟ ସହିତ ଡିଟେଲ୍ ଆପଣମାନେ ନୋଟ୍ କରିବେ, ଜାଣିବେ, କିଛି ଅସୁବିଧା ହେବ ନାହିଁ। ବୁଝିଗଲା ପିଲାମାନେ? ଚାଲନ୍ତୁ, ଏଇ ଯେଉଁ ସତ୍ୟବାଦୀ ବନ ବିଦ୍ୟାଳୟଟି ଆପଣମାନଙ୍କର କେଉଁ ଜିଲ୍ଲାରେ ଅଛି ଯଦି ପଚାରେ, ତାହେଲେ କ'ଣ ହେଇଯିବ ସଠିକ୍ ଉତ୍ତର ନା ପୁରୀ ଜିଲ୍ଲା। ତାହେଲେ ପୁରୀ ଜିଲ୍ଲାର କେଉଁ ସ୍ଥାନରେ ଅଛି ଯଦି ପଚାରେ, ତାହେଲେ କ'ଣ ହେଇଯିବ ନା ସାକ୍ଷୀ ଗୋପାଳ। ମନେ ରଖିବେ, କେତେ ମସିହାରେ ତାକୁ ଗୋପବନ୍ଧୁ ଦାସ ସ୍ଥାପନ କରିଥିଲେ? 1909 ମସିହାରେ ଗୋପବନ୍ଧୁ ଦାସ ୟାକୁ ସ୍ଥାପନ କରିଥିଲେ। ମନେ ରଖିବେ, ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ। ଏଇ ଯେଉଁ ସତ୍ୟବାଦୀ ବନ ବିଦ୍ୟାଳୟଟିଏ ରହିଛି, ଏହାର ପ୍ରଥମ ପ୍ରଧାନ ଶିକ୍ଷକ ମାନେ ଫାଷ୍ଟ ହେଡ଼ମାଷ୍ଟର ଥିଲେ ନୀଳକଣ୍ଠ ଦାସ। ଆପଣମାନେ ଶୁଣିଥିବେ, ଓଡ଼ିଶାର ବହୁତ ବଡ଼ ଫେମସ୍ ପର୍ସନାଲିଟି ନୀଳକଣ୍ଠ ଦାସ। ସେ ଥିଲେ ଏହାର ପ୍ରଥମ ପ୍ରଧାନ ଶିକ୍ଷକ ବା ଫାଷ୍ଟ ହେଡ଼ମାଷ୍ଟର। ମନେ ରଖିଥାନ୍ତୁ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ। ୟା ରିଲେଟେଡ୍ ଆପଣମାନେ ନିଶ୍ଚୟ ନୋଟ୍ କରନ୍ତୁ। ଆଗାମୀ ପରୀକ୍ଷାରେ ଆପଣମାନଙ୍କର ବହୁତ କାମରେ ଆସିବ। ଓକେ, ତେଣୁକରି ଆମେ ଯଦି ଏଇ ଟାଇପ୍ର ଆନାଲିସିସ୍ କରିକି ଯିବା, ତାହେଲେ କୌଣସି ପରୀକ୍ଷାରେ ଆପଣମାନଙ୍କର ଜିକେ ୱିକ୍ ହେବ ନାହିଁ। ଓକେ, ତାହେଲେ ଚାଲନ୍ତୁ এই ପରୀକ୍ଷା ଆନାଲିସିସ୍ କରିକି ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ନେକ୍ସଟ ନମ୍ବର 2, ହ୍ୱିଚ୍ ୱିକଲି ନ୍ୟୁଜ୍ ପେପର ପବ୍ଲିଶ୍ଡ ଇନ୍ 1919 ଇନ୍ ଓଡ଼ିଶା? ତା ମାନେ 1919 ମସିହାରେ ଆମ ଓଡ଼ିଶାରେ ଗୋଟେ ୱିକଲି ନ୍ୟୁଜ୍ ପେପର ପବ୍ଲିଶ ହୋଇଥିଲା। ସେଇ ନ୍ୟୁଜ୍ ପେପରର ନାଁ କ'ଣ ବୋଲି ଆପଣମାନଙ୍କୁ ପଚାରିଛି। ତାହେଲେ ଏହାର ସଠିକ୍ ଉତ୍ତର ହେଇଯିବ ଦା ସମାଜ। ଦା ସମାଜ ଆପଣମାନଙ୍କର ଗୋଟେ ନ୍ୟୁଜ୍ ପେପର ଯେଉଁଟାକି ଆମର 1919 ମସିହାରେ ଓଡ଼ିଶାରେ ୱିକଲି ପବ୍ଲିଶ ହେଉଥିଲା। ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ସେଇ ନ୍ୟୁଜ୍ ପେପରକୁ କିଏ ପବ୍ଲିଶ କରୁଥିଲା ଏଇଟା ମଧ୍ୟ ପଚାରିପାରେ। ଏହି ନ୍ୟୁଜ୍ ପେପରକୁ ଆମର ଗୋପବନ୍ଧୁ ଦାସ ପବ୍ଲିଶ କରିଥିଲେ। ମନେ ରଖିବେ, ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ଆମ ଓଡ଼ିଶାର ପ୍ରଥମ ନ୍ୟୁଜ୍ ପେପର ଯଦି ପଚାରେ ତାହେଲେ ଆପଣ କ'ଣ କହିବେ ନା ଉତ୍କଳ ଦୀପିକା। ମନେ ରଖନ୍ତୁ ପିଲାମାନେ, ଉତ୍କଳ ଦୀପିକା ଆମ ଓଡ଼ିଶାର ପ୍ରଥମ ନ୍ୟୁଜ୍ ପେପର। ତାକୁ 4 ଅଗଷ୍ଟ 1866 ମସିହାରେ ପ୍ରଥମ ଥର ପାଇଁ କ'ଣ କରାଯାଇଥିଲା ନା ପବ୍ଲିଶ କରାଯାଇଥିଲା। ତେଣୁକରି ପ୍ରତ୍ୟେକ ବର୍ଷ 4 ଅଗଷ୍ଟକୁ ଓଡ଼ିଆ ଜର୍ଣ୍ଣାଲିଜିମ୍ ଡେ ପାଳନ କରାଯାଏ। ମନେ ରଖିବେ ପିଲାମାନେ, ଓଡ଼ିଆ ଜର୍ଣ୍ଣାଲିଜିମ୍ ଡେ କେବେ ପାଳନ କରାଯାଏ? ତାହେଲେ 4 ଅଗଷ୍ଟ ମନେ ରଖିବେ। ଆଉ କ'ଣ ପଚାରିପାରେ ନା ଉତ୍କଳ ଦୀପିକାକୁ ପ୍ରଥମ ଥର ପାଇଁ କେଉଁମାନେ ସ୍ଥାପନ କରିଥିଲେ ଆଉ ପବ୍ଲିଶ କରିଥିଲେ? ସେ ଦୁଇ ଜଣ ହେଉଛନ୍ତି ଆପଣମାନଙ୍କର ଗୌରୀଶଙ୍କର ରୟ ଆଉ ବିଚିତ୍ରାନନ୍ଦ ଦାସ। ବୁଝିପାରିଲେ ପିଲାମାନେ? ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଆପଣମାନଙ୍କର ନମ୍ବର 3। କ'ଣ କହୁଛି ନା, ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ସଙ୍ଗମ ଚୋଲା ଡାଇନାଷ୍ଟି? ତା ମାନେ ସଙ୍ଗମର ଯେଉଁ ଚୋଲା ଡାଇନାଷ୍ଟି ଥିଲା ତାର ସ୍ଥାପନ କିଏ କରିଥିଲେ? ମନେ ରଖିବେ ପିଲାମାନେ, ବିଜୟାଲା ଏହାର ସଠିକ୍ ଉତ୍ତର ହେଇଯିବ। ଯଦି ଆପଣମାନଙ୍କୁ ଏକ୍ସଟ୍ରା ଫ୍ୟାକ୍ଟରେ ପଚାରେ କେଉଁ ମସିହାରେ, ତାହେଲେ 848 ମସିହାରେ ସିଏ କ'ଣ କରିଥିଲେ ନା ବିଜୟାଲା
ଚୋଲା ବଂଶକୁ ସ୍ଥାପନ କରିଥିଲେ। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା ଆଉ କେଉଁ ବଂଶକୁ କିଏ ସ୍ଥାପନ କରିଛନ୍ତି ଆପଣମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ହେଇଯିବ। ଯେମିତିକା ଗୁପ୍ତ ବଂଶକୁ ଶ୍ରୀଗୁପ୍ତ ସ୍ଥାପନ କରିଥିଲେ, ମୋଗଲ ବଂଶକୁ ବାବର ସ୍ଥାପନ କରିଥିଲେ, ସେହିପରିକା ଆପଣମାନଙ୍କର ପଲ୍ଲବକୁ ଆମର ସିଂହ ବିଷ୍ଣୁ ସ୍ଥାପନ କରିଥିଲେ। ତେଣୁକରି ଇମ୍ପୋର୍ଟାଣ୍ଟ ଆପଣମାନଙ୍କର ଡାଇନାଷ୍ଟି ମାନେ ବଂଶ ଆଉ କେଉଁ ରାଜା ତାହାକୁ ସ୍ଥାପନ କରିଥିଲେ ଜାଣିବା ଦରକାର। ବୁଝିହେଲା ପିଲାମାନେ? ଇତିହାସର ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ହେଇଯିବ ଆପଣମାନଙ୍କ ପାଇଁ। ଓକେ, ଦେନ୍ ଆମେ ଦେଖିବା ନମ୍ବର 4 ବିଜୁ କୃଷକ କଲ୍ୟାଣ ଯୋଜନା ହୁଇଚ୍ ଇୟର ପବ୍ଲିଶ୍ଡ। ତାମାନେ ବିଜୁ କୃଷକ କଲ୍ୟାଣ ଗୋଟେ ଯୋଜନା ଥିଲା, ସ୍କିମ୍ ଥିଲା ଓଡ଼ିଶା ସରକାରଙ୍କର। ସେଇଟା କେବେ ପବ୍ଲିଶ ହେଇଥିଲା ବୋଲିକିରି ଆପଣମାନଙ୍କୁ ପଚାରିଛି। ତେଣୁକରି ମନେ ରଖନ୍ତୁ ପିଲାମାନେ, ଏହାର ସଠିକ ଉତ୍ତର ହେଇଯିବ 12 ନଭେମ୍ବର 2013। ଆଉ ବିଜୁ କୃଷକ କଲ୍ୟାଣ ଯୋଜନା BKKY ଏଇଟାକୁ ଆପଣମାନଙ୍କର ପ୍ରଥମ ଥର ପାଇଁ ଅଫିସିଆଲି ପବ୍ଲିଶ କରାଯାଇଥିଲା BBSRରେ। ଆଉ ଯଦି ଆପଣମାନଙ୍କୁ ପଚାରେ ରାଲି ଅନୁସାରେ କିଏ ପବ୍ଲିଶ କରିଥିଲେ, ତାହେଲେ ରାଲିରେ ଅନୁଗୁଳ ଠାରେ ହୋଇଥିବା ଏକ ବିଶାଳ ରାଲିରେ ନବୀନ ପଟ୍ଟନାୟକ କ'ଣ କରିଥିଲେ, ୟାକୁ ଆନାଉନ୍ସ କରିଥିଲେ ପ୍ରଥମ ଥର। ମନେ ରଖିବେ, କିନ୍ତୁ ଅଫିସିଆଲି BBSR ହେଇଯିବ। ବୁଝିହେଲା? ଆଉ ବିଜୁ କୃଷକ କଲ୍ୟାଣ ଯୋଜନାଟି ଆପଣମାନଙ୍କର କେଉଁ ଇଣ୍ଡଷ୍ଟ୍ରି ବା କେଉଁ ସେକ୍ଟର ସହିତ ସମ୍ପୃକ୍ତ ଯଦି ପଚାରେ, ତାହେଲେ ଆପଣମାନଙ୍କର ସଠିକ ଉତ୍ତର ହେଇଯିବ ଏଗ୍ରିକଲଚର ସେକ୍ଟର। ଓକେ, ବୁଝିପାରିଲେ ପିଲାମାନେ? ତେଣୁକରି ପୁରା ଡିଟେଲ ବୁଝିକି ଯାଆନ୍ତୁ। ଓଡ଼ିଶାର ସ୍କିମ୍ ଏବଂ ଭାରତ ସରକାରଙ୍କର ସ୍କିମ୍ ମଧ୍ୟରେ ଆପଣମାନେ ନିଶ୍ଚୟ ଭାବରେ ଜାଣିକି ଯିବେ। ନେକ୍ସଟ ଦେଖିବା ନମ୍ବର 5 ହୁ ରିସିଭ୍ଡ ଦ ସିଟି କି ଅଫ୍ ଅନର ଫ୍ରମ୍ ଦ ମେୟର ଅଫ୍ ଲିସବନ ଇନ୍ 2025। ତାମାନେ 2025 ମସିହାରେ ସିଟି କି ଅଫ୍ ଅନର ଗୋଟେ ପୁରସ୍କାରଟିକୁ କିଏ ଗ୍ରହଣ କରିଥିଲେ? ମନେ ରଖିବେ ପିଲାମାନେ, ଏହାର ସଠିକ ଉତ୍ତର ହେଇଯିବ ଦ୍ରୌପଦୀ ମୁର୍ମୁ, ଯିଏକି ଆମ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଦେଖନ୍ତୁ, ଆମର ଏହି ପୁରସ୍କାର ମାନେ ସିଟି କି ଅଫ୍ ଅନର ପୁରସ୍କାର ଆମର 2025 ମସିହାରେ କେଉଁ ଜାଗାରେ ଦିଆଯାଇଥିଲା ଏଇଟା ମଧ୍ୟ ପଚାରିପାରେ। ତାହେଲେ ଏହାର ସଠିକ ଉତ୍ତର ହେଇଯିବ ଲିସବନ। ପିଲାମାନେ, ଲିସବନଟିକୁ ଆପଣମାନେ ଜାଣିଥିବେ ୟୁରୋପ ମହାଦେଶର ପର୍ତ୍ତୁଗାଲ ଦେଶର ଲିସବନ ହେଉଛି ତାର ରାଜଧାନୀ ଆଉ ତାର ବଡ଼ ସହର ମଧ୍ୟ। ତେଣୁକରି ଲିସବନର ଗୋଟେ ଇମ୍ପୋର୍ଟାଣ୍ଟ ଆୱାର୍ଡ ରହିଥାଏ, ତାଙ୍କର ମେୟର ଦେଇଥାନ୍ତି। ଆଉ ଜାଣି ରଖନ୍ତୁ, ଲିସବନ ସହରର ମେୟର ଗୋଟେ ଆୱାର୍ଡ ଦେଇଥାନ୍ତି ବା ଗୋଟେ ପୁରସ୍କାର ଦେଇଥାନ୍ତି। ସେ ପୁରସ୍କାରଟି ହେଉଛି ଆପଣମାନଙ୍କର ସିଟି କି ଅଫ୍ ଅନର, ଯେଉଁ ପୁରସ୍କାର କି ଆମ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଥିଲା। ବୁଝିହେଲା ପିଲାମାନେ? ପୁରା କ୍ଲିଅର। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖିବା, ଏଇ ଯେଉଁ ଦ୍ରୌପଦୀ ମୁର୍ମୁ ଆମର ରାଷ୍ଟ୍ରପତି ଅଛନ୍ତି, ସେ କେଉଁ ଜିଲ୍ଲାରୁ ସମ୍ପୃକ୍ତ? ତାହେଲେ ମୟୂରଭଞ୍ଜ ଜିଲ୍ଲା। ମନେ ରଖିବେ, ସେ ଆମ ଓଡ଼ିଆ ରାଷ୍ଟ୍ରପତି ମଧ୍ୟ। ବୁଝିପାରିଲେ ପିଲାମାନେ? ଯଦି ମୟୂରଭଞ୍ଜ ଜିଲ୍ଲାରୁ କେଉଁ ସହର ପଚାରେ, ତାହେଲେ ଆପଣମାନେ କ'ଣ କହିବେ ନା ରାଇରଙ୍ଗପୁର। ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ। ଆଉ ଦ୍ରୌପଦୀ ମୁର୍ମୁ କେଉଁ ଦେଶରୁ ପୁରସ୍କୃତ ହେଇଥିଲେ ଜାଣିବା ଦରକାର। ଦେଖନ୍ତୁ, କେଉଁ ଦେଶ ସେଇଭଳିଆ କିଛି ତାଙ୍କର ପୁରସ୍କାର, ସେ ପୁରସ୍କାରକୁ ଚାଲନ୍ତୁ ଜାଣିବା। ଅର୍ଡର ଅଫ୍ ତିମୁର ଲେସେ, ଏଇ ଯେଉଁ ଅର୍ଡରଟି ଆପଣମାନଙ୍କର ଇଷ୍ଟ ତିମୁର ଦେଶଟିଏ ଦେଇଥାଏ। ଠିକ୍ ସେମିତିକା ଅର୍ଡର ଅଫ୍ ଫିଜି ଗୋଟେ ପୁରସ୍କାର, ସେଇ ପୁରସ୍କାରଟି ଆପଣମାନଙ୍କର ଫିଜି ଦେଶ ଦେଇଥାଏ। ସେହିପରିକା ଆପଣମାନଙ୍କର ସୁରିନେମ ଦେଶର ପୁରସ୍କାର ମଧ୍ୟ ଇଏ ପାଇଥିଲେ, ବେଷ୍ଟ ପୁରସ୍କାର ମାନେ ସେ ଦେଶର। ତାମାନେ ଏଇ ଦେଶମାନଙ୍କର ସର୍ବୋଚ୍ଚ ପୁରସ୍କାର ଆମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଥିଲା। ମନେ ରଖିବେ ପିଲାମାନେ, ବହୁତ ଇମ୍ପୋର୍ଟାଣ୍ଟ। ଓକେ, ଦେନ୍ ଆମେ ଦେଖିବା ନମ୍ବର 6 which famous folk and traditional artist received the ପଦ୍ମଶ୍ରୀ in 2025 from ବିହାର। ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ। ବିହାର ରାଜ୍ୟର ଜଣେ ଆର୍ଟିଷ୍ଟ ଥିଲେ, ଯେଉଁ ଆର୍ଟିଷ୍ଟ କି ଫୋଲ୍କ ଆଣ୍ଡ ଟ୍ରାଡିସନାଲ ଥିଲେ, ଯିଏକି ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ତାଙ୍କ ନାଁଟି ଆପଣମାନଙ୍କୁ ପଚାରିଛି। ତେଣୁକରି ଏହାର ସଠିକ ଉତ୍ତର ହେଇଯିବ ନିର୍ମଳା ଦେବୀ। ମନେ ରଖିଥାନ୍ତୁ ପିଲାମାନେ, ନିର୍ମଳା ଦେବୀ ସେ ହେଉଛନ୍ତି ବିହାର ରାଜ୍ୟ ସହିତ ଜଡ଼ିତ ଏବଂ ସେ ସୁଜିନି ଏମ୍ବ୍ରଏଡରୀ ଯେଉଁ ଟେକ୍ସଟାଇଲ ଆର୍ଟ ରହିଛି ତାଙ୍କ ସହିତ ମଧ୍ୟ ଜଡ଼ିତ। ତେଣୁକରି ବହୁତ ଇମ୍ପୋର୍ଟାଣ୍ଟ ଫେମସ୍ ପର୍ସନାଲିଟି ନିର୍ମଳା ଦେବୀ ଆର୍ଟ ଆଣ୍ଡ କଲଚର ସହିତ ଏବଂ ଆପଣମାନଙ୍କର ଆୱାର୍ଡ଼ ତା ସହିତ ଫେମସ୍ ପର୍ସନାଲିଟି ସହିତ ମଧ୍ୟ ଏହି ପ୍ରଶ୍ନକୁ ଆମେ ଯୋଡ଼ିପାରିବା। ବୁଝିହେଲା? ଦେନ୍ ଏକ୍ସଟ୍ରା ଫ୍ୟାକ୍ଟରେ ଜାଣିବା, 2025 ମସିହାରେ ଭାରତରେ 7 ଗୋଟି ଆପଣମାନଙ୍କର ପଦ୍ମବିଭୂଷଣ ଆଉ 19 ଗୋଟି ପଦ୍ମଭୂଷଣ ଆଉ 113ଟି ପଦ୍ମଶ୍ରୀ ପୁରସ୍କାର ପୁରସ୍କୃତ ହେଇଥିଲା। ମନେ ରଖିବେ ପିଲାମାନେ, ଓଡ଼ିଶାରୁ କେଉଁମାନେ ପୁରସ୍କାର ପାଇଛନ୍ତି ମୁଁ ଏକ୍ସଟ୍ରା ଫ୍ୟାକ୍ଟରେ ବା ଆପଣମାନଙ୍କୁ ପ୍ରିଭିୟସ୍ ସିଫ୍ଟ ୱାଇଜ୍ ଆନାଲିସିସ୍ରେ ଡିଟେଲ ଆଲୋଚନା କରିଦେଇଛି। ସେ ଭିଡ଼ିଓକୁ ନିଶ୍ଚୟ ଦେଖିବେ ପିଲାମାନେ, କିଛି ଅସୁବିଧା ହେବ ନାହିଁ। ଓକେ,
बहुत सुंदर नोट रोचे। ये सुंदर नोट को आप जदि नोट करेंगे ना बारंबार वीडियो को देखिए रिविजन करेंगे ताले निश्चय आपंकर जीके सेक्शन स्ट्रंग हो बुझीगला। देन आमे देखिबा नंबर 7 इकोनॉमिक सर्वे इज प्रिपेयर्ड बाय द डैश तामाने इकोनॉमिक सर्वे ताकू किए प्रिपेयर करथांती मने रखंतु पिला माने प्रत्येक वर्ष बजेट रो ठीक पूर्व दिन इकोनॉमिक सर्वे आसी थाई जाकू हमरो स्टेट एवं सेंट्रल रो फाइनेंस मिनिस्टर समाने तांकर असेंबली रे प्रेजेंट करथांती तामाने आम देशर फाइनेंस मिनिस्टर निर्मला सीतारामन सी कोन करथांती ना लोकसभा रे बजेट रो ठीक पूर्व दिन याकू प्रेजेंट करिथांती। देन आम स्टेट मानकर कौन होता है ना से राज्यर फाइनेंस मिनिस्टर से तांकर विधानसभा रे बजेट रो ठीक पूर्व दिन इकोनॉमिक सर्वे को प्रेजेंट करथांती बुझिपारे पिला माने ये थिला आपनकर बेसिक कांसेप्ट। चलंतु यार उत्तर को देखिबा। यार उत्तर हे जीवो डिपार्टमेंट ऑफ इकोनॉमिक अफेयर्स मने रखिबे डिपार्टमेंट ऑफ इकोनॉमिक अफेयर्स टी आपनकर मिनिस्ट्री ऑफ फाइनेंस ता अंडर रे आसी थाई आउ डिपार्टमेंट ऑफ इकोनॉमिक अफेयर्स यार आउ कौन कौन काम रही जाना। यार काम मुख्यतः रोचे फिस्काल पॉलिसी बजेट एगुड़ा सब प्रिपेयर करवा होची डिपार्टमेंट ऑफ इकोनॉमिक अफेयर्स रो मन रहा पिला माने पूरा क्लियर किसी असुविधा हम नहीं। देन आमे देखिबा नंबर 8 हु वन द आईसीसी चैंपियंस ट्रॉफी 2025 फाइनल तामाने 2025 मसीह होइतिबा आईसीसी चैंपियंस ट्रॉफी रे फाइनल किए विन करथिले। यार सठिक उत्तर हे जीवो आम देश इंडिया बा भारत। यही इंडिया बा भारत सी कौन करथिले ना न्यूजीलैंड को परास्त करथिले 4 विकेट रे। याकु मध्य मन रखिबे खेलटी आपण मानकर यूएई रे होइतिला मन रखिबे किंतु आपण माननकु जदि पचारे को देश होस्ट करथिला ताले सठिक उत्तर हे जीवो पाकिस्तान। ओके देखंतु एही खेल रे आपण मानकर प्लेयर ऑफ द टूर्नामेंट किए पाइथिले बहुत बहुत इंपोर्टेंट प्रत्येक एग्जाम रे ए प्रश्नटी आसीबो मन रखि था 2025-26 मसीह जो जो एग्जाम हम से एग्जाम रे यही प्रश्नटी बहुत इंपोर्टेंट रोल प्ले करिवो कहीं प्लेयर ऑफ टूर्नामेंट पाइथिले रचिन रविंद्र जे कि जड़े ऑस्ट्रेलिया रो प्लेयर बुझीगला। देन आमर प्लेयर ऑफ द मैच पाइथिले रोहित शर्मा जे कि आम भारत रो कैप्टेन मध्य थिले आउ इंडियन ओपनिंग बैट्समैन आउ इंडियन प्लेयर मध्य बुझीगला पिला माने। आसंतु वर्तमान देखिबा में नंबर 9 प्रश्न को। नंबर 9 प्रश्न कौन कहूँ ना ओडिशा एक्सपीरियंसेस व्हिच टाइप्स ऑफ क्लाइमेट्स अकॉर्डिंग टू द कोपेन्स क्लाइमेटिक क्लासिफिकेशंस बहुत इंपोर्टेंट पिला माने आपण मानकर ओएस लेवल रे आपण मानकर आईएस लेवल रे आपण मानकर कोपेन्स क्लाइमेट रो लॉन्ग क्वेश्चन पड़ी थाई तेणु करी कोपेन्स क्लाइमेट आपण मानक पई बहुत इंपोर्टेंट ट्रिकी क्वेश्चन टीए। कोपेन्स क्लाइमेट रो क्लासिफिकेशन रो को क्लाइमेट टी आम ओडिशा रे देखा देई थाई बोली कि आपण मानकु पचारिछि तेणु करी यार सठिक उत्तर हे जीवो ह्यूमिड सबट्रॉपिकल बुझिपारे पिला माने। देखंतु कोपेन्स क्लाइमेट तांकर क्लासिफिकेशन 5 प्रकार रही से क्लासिफिकेशन भितर मु आपण मानकु संक्षेप रे कहूछि गोटे होछि आपण मानकर क्लाइमेट ए क्लाइमेट बी क्लाइमेट सी क्लाइमेट डी एंड क्लाइमेट ई बुझिपारे पिला माने। क्लाइमेट ए मान होछि आपण मानकर ट्रॉपिकल क्लाइमेट क्लाइमेट बी होछि माने ड्राइनेस बा अरिड क्लाइमेट देन आपण मानकर सी टाइप रो होछि टेम्परेट आउ डी टाइप होछि आपण मानकर कॉन्टिनेंटल देन ई होछि आपण मानकर पोलार बुझिपाले ना पिला माने एही प्रश्नटी को मु मेंस रे बहुत थोर लेखिछि तेणु करी बहुत लेंथी क्वेश्चन टे मु आपण मानकु संक्षेप रे बुझाई पई चेष्टा करिछि। जदि बुझी पारिबेनी कमेंट बॉक्स रे निश्चय मेंशन करिवे ता नहले हमर जो टेलीग्राम ग्रुप डीके सार ओडिशा से आपण मैंने जन पारे तार पीडीएफ को मु ऑफिशियल टेलीग्राम चैनल एडीएस नॉलेज पॉइंट रे शेयर कर देबी तार लिंक मध्य डिस्क्रिप्शन बॉक्स रे अछि किछि असुविधा हबो नै। ओके बुझिपारे पिला माने तेणुक जो मैंने ओपीएससी रो सिविल सर्विस प्रिलिम क्वालिफाई करथिबे 2024 सेशन रे माने 25 रे जो होइतिला से माने जनवरी शेष वीक एवं फेब्रुआरी फर्स्ट वीक रे मेन एग्जाम देबे तांको पई मध्य एही क्वेश्चन टी बहुत इंपोर्टेंट लॉन्ग क्वेश्चन आसी थाई जो मैंने प्रिपरेशन होचंदी तांको पई मु पीडीएफ टी निश्चय टेलीग्राम चैनल रे दे देबी डाउनलोड करि नेबे किछि असुविधा हबो नै बुझियाला पिला माने। देन आमे ओडिया सेक्शन को जिबा ओडिया रे कोन सब प्रश्न आसुची देखंतु बिलेई उपरु डैश पडिला ए टाइप रे आपण मानकर फिल इन द ब्लैंक्स पडुची बिलेई उपरु तळकु पडिला एटा होची यार सठिक उत्तर। ए टाइप रे आपण मानकर सिंपल ओडिया रो फिल इन द ब्लैंक्स आसुची इंग्लिश रो मते फिल इन द ब्लैंक्स आसुची
ଏବଂ ଓଡ଼ିଆର ଅନୁଚ୍ଛେଦ ମଧ୍ୟ ଆସୁଛି। ଓଡ଼ିଆର ଅନୁଚ୍ଛେଦ ଆପଣମାନଙ୍କର ଅହିଂସା ଧର୍ମ ରିଲେଟେଡ୍, ଆପଣମାନଙ୍କର ବିଜ୍ଞାନ ରିଲେଟେଡ୍, ଆଉ ଗୋଟେ ଥିଲା ସ୍ପୋର୍ଟସ୍ ରିଲେଟେଡ୍ର ଆପଣମାନଙ୍କର ଅନୁଚ୍ଛେଦଟିଏ ଆସିଥିଲା। ତେଣୁକରି ନିଶ୍ଚୟ ଅନୁଚ୍ଛେଦକୁ ପ୍ରାକ୍ଟିସ୍ କରନ୍ତୁ। ତାପରେ ପଣ୍ଡିତର ବିପରୀତ ଶବ୍ଦ ଆସିଥିଲା। ପଣ୍ଡିତର କ'ଣ ହେଇଯିବ? ମୂର୍ଖ ହେଇଯିବ ପିଲାମାନେ। ସେହିପରିକି ଆପଣମାନଙ୍କର ଦିନର ପ୍ରତିଶବ୍ଦ କ'ଣ ହେଇଯିବ? ନା ଦିବସ, ବାସର, ଏସବୁ ପ୍ରଶ୍ନ ଆସୁଛି। ତେଣୁକରି ନିଶ୍ଚୟ ଆପଣମାନେ ଏଇ ଟପିକକୁ ପଢ଼ିକିରି ଯିବେ। ବୁଝିହେଲା? ଦେନ୍ ଇଂଲିଶର ମଧ୍ୟ ଆପଣମାନଙ୍କର ଆଣ୍ଟୋନିମ୍ ସିନୋନିମ୍ ଆସୁଛି। ଆଣ୍ଟୋନିମ୍ସର ଆପଣମାନଙ୍କର କ'ଣ ଆସିଥିଲା? ୟୁଟିଲିଟି। ୟୁଟିଲିଟିର କ'ଣ ହେଇଯିବ? ନା ୟୁଜଲେସନେସ୍ ଆସିଯିବ, ଡିସ୍ୟୁଟିଲିଟି ହେଇଯିବ। ତେଣୁକରି ଆପଣମାନଙ୍କର ଅପସନରେ ଡିସ୍ୟୁଟିଲିଟି ଥିଲା। ଏ ହେଉଛି ଆପଣମାନଙ୍କର ସଠିକ୍ ଉତ୍ତର। ବୁଝିହେଲା? ଦେନ୍ ଆପଣମାନଙ୍କର ଓଡ଼ିଆ ଇଂଲିଶର ରୂଢ଼ି ଆସୁଛି। ସେଇ ରୂଢ଼ି ଇଂଲିଶର ଆସିଥିଲା ଆପଣମାନଙ୍କର ଟୁ ଇଟ୍ ଏ ହମ୍ବୁଲ୍ ପାଇ। ଏଇଟା ଆପଣମାନଙ୍କର ଆସିଥିଲା। ତାମାନେ ହେଉଛି ଆପୋଲୋଗାଇଜ୍ ହମ୍ବଲି, ତାମାନେ ହେଉଛି ଭୁଲ ମାଗିବା ବା ସରି କହିବା। ଏ ହେଉଛି ଆପଣମାନଙ୍କର ଟୁ ଇଟ୍ ଏ ହମ୍ବୁଲ୍ ପାଇ। ବୁଝିହେଲା? ଦେନ୍ ଆପଣମାନଙ୍କର ଡାଇରେକ୍ଟ ସ୍ପିଚ୍ ଟୁ ଇନଡାଇରେକ୍ଟ ସ୍ପିଚ୍, ଇନଡାଇରେକ୍ଟ ସ୍ପିଚ୍ ଟୁ ଡାଇରେକ୍ଟ ସ୍ପିଚ୍, ଟେନ୍ସ, ଆପଣମାନଙ୍କର ଏରର, PQRS, ଆପଣମାନଙ୍କର ଏଇସବୁ ପ୍ରଶ୍ନ ଆସୁଛି। ତେଣୁ ନିଶ୍ଚୟ ପଢ଼ିକି ଯାଆନ୍ତୁ। ଓକେ। ତା ସହିତ ରିଜନିଂର ଡିରେକ୍ସନର କ୍ୱେଶ୍ଚନ୍ ଆସୁଛି, ଇଣ୍ଟରଚେଞ୍ଜର କ୍ୱେଶ୍ଚନ୍ ଆସୁଛି, ବ୍ଲଡ୍ ରିଲେସନ୍, ସିଟିଂ ଆରେଞ୍ଜମେଣ୍ଟ, ସିରିଜ୍, ପ୍ରତ୍ୟେକ ସିଫ୍ଟରେ ଆସୁଛି ପିଲାମାନେ। ତେଣୁ ନିଶ୍ଚୟ ପଢ଼ନ୍ତୁ। ତା ସହିତ କୋଡ଼ିଂ ଡିକୋଡ଼ିଂ ଆସୁଛି, ମ୍ୟାଥମେଟିକ୍ସର ପରସେଣ୍ଟେଜ୍, ପ୍ରଫିଟ୍ ଲସ୍, ଟ୍ରେନ୍ ପ୍ରୋବ୍ଲେମ୍, SCF, LCM, ଜିଓମେଟ୍ରିର, ଏଭରେଜର, ଡିସ୍କାଉଣ୍ଟର, ଟାଇମ୍ ଆଣ୍ଡ ୱାର୍କର, ଏଇସବୁ ପ୍ରଶ୍ନ ପ୍ରତ୍ୟେକ ସିଫ୍ଟରେ ଆସୁଛି। ତେଣୁକରି ଏହାକୁ ନିଶ୍ଚୟ ପ୍ରାକ୍ଟିସ୍ କରନ୍ତୁ, ଆନାଲିସିସ୍ ଦେଖନ୍ତୁ। ଏହି ଆନାଲିସିସ୍ ଆପଣମାନଙ୍କର ଆଗାମୀ ଯେକୌଣସି ବି ଏକ୍ଜାମରେ ମଧ୍ୟ ବହୁତ କାମରେ ଆସିବ। ତା ସହିତ RIର ମେନ୍ ଏକ୍ଜାମରେ ମଧ୍ୟ କାମରେ ଆସିବ। ତେଣୁ ପ୍ରତ୍ୟେକ ଦିନ ସିଫ୍ଟ ୱାଇଜ୍ ଆପଣମାନଙ୍କର ଆନାଲିସିସ୍ ଦେଖନ୍ତୁ। ଆଉ ଆନାଲିସିସ୍ ଦେଖିବା ପାଇଁ ହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିହେଲା ପିଲାମାନେ? ଯାହାଫଳରେ ଆପଣମାନେ ଶୀଘ୍ର ଭିଡ଼ିଓକୁ ଦେଖିବେ, ଶୀଘ୍ର ନୋଟ୍ କରିବେ, ଶୀଘ୍ର ପ୍ରାକ୍ଟିସ୍ କରିବେ, ଆଉ ଯେକୌଣସି ବି ଏକ୍ଜାମକୁ ଆପଣମାନଙ୍କର ହାତ ମୁଠାରେ ରଖିପାରିବେ। ବୁଝିହେଲା? କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ। ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ, ଭିଡ଼ିଓକୁ ଲାଇକ୍ କରିବେ, ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।